ସମାଜରେ ବାସ କରି ସମସ୍ତଙ୍କ ସହିତ ମିତ୍ରତା କରିବାକୁ ହୁଏ। ସମସ୍ତେ ଯେ ସତ୍ ପ୍ରକୃତିର ହେବେ ବା ଅଧିକାଂଶ ମିତ୍ର ଯେ ଅସତ୍ ହୋଇଥିବେ ଏହା ଭାବିବା ମଧ୍ୟ ଅନୁଚିତ। ନିଜ ନିଜ ଭିତରେ ସଦ୍ଭାବ ଥିବା ବ୍ୟକ୍ତିଙ୍କୁ ଲୋକେ ମିତ୍ର ବୋଲି ପରିଚୟ ଦିଅନ୍ତି। ଯେଉଁମାନେ କେବଳ ସ୍ୱାର୍ଥ ସାଧନ ପାଇଁ ଅବା ଅବସର ବିନୋଦନ ପାଇଁ ମିତ୍ର ହୋଇଥାନ୍ତି ସେହି କୁମିତ୍ରଙ୍କ ସହିତ କଦାପି ଅନ୍ତରଙ୍ଗ ହେବା ଉଚିତ ନୁହେଁ। ଘନିଷ୍ଠ ବିଶ୍ୱାସୀ ମିତ୍ରଙ୍କୁ ଅତି ବିଶ୍ୱାସ କରି ଗୋପନୀୟ ବିଷୟ ପ୍ରକାଶ କରିବା ଉଚିତ ନୁହେଁ। କାରଣ ତାଙ୍କ ସହିତ ମତଭେଦ ହେଲେ, କଳି ଲାଗିଲେ, ତାଙ୍କ ସ୍ୱାର୍ଥରେ ବ୍ୟାଘାତ ଘଟିଲେ, କୌଣସି ପରିସ୍ଥିତିରେ ଅସାବଧାନତା ବଶତଃ କ୍ରୋଧରେ ହିତାହିତ ଜ୍ଞାନ ହରାଇ ଗୋପନ କଥା ପ୍ରକାଶ କରିଦେଲେ ଆପଣ ବିଷମ ବିପଦରେ ପଡ଼ିପାରନ୍ତି। କୁମିତ୍ରକୁ କଦାପି ବିଶ୍ୱାସ କରିବେ ନାହିଁ। ପୁଣି ନିଜର ଘନିଷ୍ଠ ବିଶ୍ୱାସ ଭାଜନ ମିତ୍ରଠାରେ ମଧ୍ୟ ନିଜର ଗୋପନୀୟ ବିଷୟ ପ୍ରକାଶ କରିବେ ନାହିଁ। କୌଣସି ପରିସ୍ଥିତିରେ ରାଗିଗଲେ ସେ କ୍ରୋଧରେ ସେ ଗୋପନ କଥା ପ୍ରକାଶ କରିଦେବେ। ଯେତେ ବଳବାନ ହୁଅନ୍ତୁ ନା କାହିଁକି ଗୋଟିଏ ରୋଗ ଧରାଶାୟୀ କରିଦିଏ। ଯେତେ ଧନବାନ ହୁଅନ୍ତୁ ନା କାହିଁକି ସମୟ ହିଁ ଭିକାରୀ କରିଦିଏ। ଯଦି ଉପରକୁ ଉଠେଇବା ବାଲା ଭଗବାନ ଆପଣଙ୍କ ସହ ଅଛନ୍ତି ତାହେଲେ ଲକ୍ଷେ ଲୋକ ଆପଣଙ୍କ ଗୋଡ଼ ଟାଣିବାକୁ ଚେଷ୍ଟା କଲେ ମଧ୍ୟ କିଛି ବିଗାଡ଼ି ପାରିବେନି। ସୁଖୀ ବିବାହିତ ଜୀବନ ଅତିବାହିତ କରିବେ କିପରି? ନିଜର ପ୍ରତ୍ୟେକ ଭାବନା ସ୍ତ୍ରୀକୁ କୁହନ୍ତୁ। ଏକାଠି କଥା ହେଲା ବେଳେ ଯଦି କୌଣସି କଥା କାହାର ଭାବନାକୁ ଆଘାତ କରୁଥାଏ ତାହେଲେ ସେପରି କଥା ତୁରନ୍ତ ବନ୍ଦ କରନ୍ତୁ। ସାଧାରଣତଃ ସ୍ୱାମୀ ତାର ଅନେକ ସମସ୍ୟାର ଜଟିଳତା ସ୍ତ୍ରୀର ନିବିଡ଼ ସାନ୍ନିଧ୍ୟ ଲାଭ କରି କିଛି ସମୟ ଅବସାଦରୁ ମୁକ୍ତି ପାଇଥାଏ। ଏ କ୍ଷେତ୍ରରେ ପତ୍ନୀର ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ଏଥିରୁ ବ୍ୟତିକ୍ରମ ହେଲେ ବିଭିନ୍ନ ଆଳ ଖୋଜି ଅଯଥା ଝଗଡ଼ା ଅଶାନ୍ତି ସୃଷ୍ଟି କରନ୍ତି। ଉଭୟ ଦମ୍ପତି ଯଦି କର୍ମଜୀବୀ ହୋଇଥିବେ ତାହେଲେ ସମୟ ସହିତ ତାଳ ଦେଇ ଉଭୟଙ୍କର ମନର ଭାବନାକୁ ବୁଝି କର୍ମ କ୍ଷେତ୍ରରେ ଆଗେଇ ଯାଆନ୍ତି। ଦମ୍ପତିଙ୍କର ମନୋମାଳିନ୍ୟ ହେବାର କାରଣ ହେଉଛି ଯୌନ ସମ୍ବନ୍ଧ। ଶାରୀରିକ ସମ୍ବନ୍ଧ ବା ସେକ୍ସ ହେଉଛି ଏକ ଭାବନା ଯାହା ନାରୀ ଓ ପୁରୁଷ ପରସ୍ପର ପ୍ରତି ଆକର୍ଷିତ କରାଇଥାଏ। ଆଉ ସେକ୍ସକୁ ନେଇ ହିଁ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପତ୍ନୀ ନିଜର ଆବଶ୍ୟକତାକୁ ଭୁଲି ସ୍ୱାମୀଙ୍କର ଇଚ୍ଛା ପ୍ରତି ଧ୍ୟାନ ଦେବା, ତାଙ୍କ ମନ କଥା ବୁଝିବା ଏବଂ ନିଜ ପ୍ରତି ଆକୃଷ୍ଟ କରାଇବାର ଯଥାର୍ଥତା ରହିଛି। ଖରାପ ସମୟ ସବୁଠାରୁ ବଡ଼ ଯାଦୁକର ଅଟେ। କାହିଁକି ନା ଏହା ଗୋଟିଏ କ୍ଷଣରେ ନିଜ ଲୋକଙ୍କ ଚେହେରା ଉପରୁ ପରଦା ହଟାଇ ଦେଇଥାଏ। କିଛି ଜାଣିବା କଥା, ଅଭାବ କଷ୍ଟ ମନୁଷ୍ୟକୁ ସତ୍ମାର୍ଗରେ ନିଏ। ଥରେ ମାତ୍ର ବିଶ୍ୱାସ ତୁଟାଇଛି ତାଠାରେ ଆଉ କେବେ ବିଶ୍ୱାସ ସ୍ଥାପନ କର ନାହିଁ। ଭୀରୁମାନେ ମୃତ୍ୟୁ ପୂର୍ବରୁ ବହୁବାର ମରିଥାନ୍ତି କିନ୍ତୁ ସତ୍ ସାହସିକ ବ୍ୟକ୍ତି ଥରେ ମାତ୍ର ମରେ। ଦିନ ବେଳେ ବତୀ ଜାଳିଲେ ଯେପରି ତାର ଆଲୋକ ନିଷ୍ଫଳ, ସେହିପରି ବିଳମ୍ବ କଲେ ଆମ୍ଭମାନଙ୍କ ସମସ୍ତ କର୍ମ ନଷ୍ଟ ହୋଇଥାଏ। କେବଳ ପୁରୁଷମାନଙ୍କ ପାଇଁ କେବେ ବି କୌଣସି ମହିଳାଙ୍କୁ ପ୍ରେମ ଭିକ୍ଷା କରନ୍ତୁ ନାହିଁ। କେବେ ବି ଜଣେ ମହିଳାଙ୍କ ଠାରୁ ଅସମ୍ମାନଜନକ ବ୍ୟବହାରକୁ ସହ୍ୟ କରନ୍ତୁ ନାହିଁ। ଆପଣଙ୍କୁ ଛାଡ଼ି ଚାଲି ଯିବାକୁ ଚାହୁଁଥିବା ମହିଳାଙ୍କୁ କେବେ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ। କେବେ ବି ସେହି ମହିଳାଙ୍କୁ
ଫେରାଇ ଆଣନ୍ତୁ ନାହିଁ। ଆପଣଙ୍କ ଅପେକ୍ଷା ଅନ୍ୟ ପୁରୁଷକୁ ଗୁରୁତ୍ୱ ଦେଉଛି। କେବେ ବି ଏପରି ମହିଳାଙ୍କ ସହ ରୁହନ୍ତୁ ନାହିଁ ଯିଏ ଆପଣଙ୍କୁ କେବେ ପସନ୍ଦ କରେ ନାହିଁ। ସ୍ପର୍ଶ ସ୍ତ୍ରୀ, ପୁତ୍ର ଓ ବନ୍ଧୁ ଇତ୍ୟାଦିଙ୍କ ମିଳନରୁ ତଥା ଥଣ୍ଡା, ଗରମ, କୋମଳ ବସ୍ତୁ ଇତ୍ୟାଦିର ଚର୍ମ ସହିତ ସଂଯୋଗରୁ ମିଳୁଥିବା ସୁଖକୁ ସ୍ପର୍ଶଜନିତ ସୁଖ କୁହାଯାଏ। ଶବ୍ଦ ଦୁଇ ପ୍ରକାର, ବର୍ଣ୍ଣାତ୍ମକ ଓ ଧ୍ୱନ୍ୟାତ୍ମକ। ବ୍ୟାକରଣ, ସାହିତ୍ୟ, ଉପନ୍ୟାସ, ଗଳ୍ପ ଇତ୍ୟାଦି ବର୍ଣ୍ଣାତ୍ମକ ଶବ୍ଦ। ଚମଡ଼ା, ତାର ଓ ଫୁଙ୍କା ବାଦ୍ୟର ତିନୋଟି ପୂର୍ଣ୍ଣ ବାଜଣା ଓ ତାଳ ବାଦ୍ୟର ଅଧା ବାଜଣା, ଏପରି 3.5 ପ୍ରକାରର ଧ୍ୱନ୍ୟାତ୍ମକ ଶବ୍ଦ ସୃଷ୍ଟି କରନ୍ତି। ଏହି ବର୍ଣ୍ଣାତ୍ମକ ଓ ଧ୍ୱନ୍ୟାତ୍ମକ ଶବ୍ଦରେ ଯେଉଁ ସୁଖ ମିଳେ ତାହା ଶବ୍ଦଜନିତ ସୁଖ। କାମ, ଶାରୀରିକ ସୁଖ ଭୋଗର ନାମ କାମ। ସେହି ସୁଖ ଭୋଗ 8 ପ୍ରକାର। ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ମାନ, ବଡ଼ିମା ଓ ଆରାମ। ଜୟ ଶ୍ରୀ ଜଗନ୍ନାଥ।